ଥରେ ଜଣେ ରାଜା ବାବା ସାହେବ ଆମ୍ବେଦକରଙ୍କୁ ତାଙ୍କ ଦରବାରକୁ ଡାକିଥିଲେ। ରାଜା ଚାହୁଁଥିଲେ ଯେ ବାବା ସାହେବ ତାଙ୍କ ଦକ୍ଷତାର ପ୍ରଶଂସା କରନ୍ତୁ, କିନ୍ତୁ ବାବା ସାହେବ ଏପରି କିଛି କଲେ ଯାହା କେହି ଭାବି ମଧ୍ୟ ନଥିଲେ। ରାଜା ବାବା ସାହେବଙ୍କୁ କହିଲେ, ଆମ୍ବେଦକର, ମୁଁ ଶୁଣିଛି ଯେ ଆପଣ ଜଣେ ମହାନ ଜ୍ଞାନୀ, କିନ୍ତୁ ଆପଣ କଣ ଜାଣିଛନ୍ତି ଯେ ମୋ ପୂର୍ବପୁରୁଷମାନେ ଏହି ପ୍ରସାଦ ନିର୍ମାଣ କରିବା ପାଇଁ କେତେ କଠିନ ପରିଶ୍ରମ କରିଥିଲେ? ଏହାର ମହିମା ଦେଖିବା ପରେ ତୁମେ କଣ ଭାବୁଛ? ସମସ୍ତେ ଭାବୁଥିଲେ ଯେ ବାବା ସାହେବ ରାଜାଙ୍କ ପ୍ରଶଂସା କରିବେ, କିନ୍ତୁ ବାବା ସାହେବ ହସି ହସି କହିଲେ, ମହାରାଜ, ଆପଣଙ୍କର କ୍ଷମତା ରାଜପ୍ରାସାଦରେ ନୁହେଁ, ବରଂ ଆପଣଙ୍କ ଚିନ୍ତାଧାରାରେ ଅଛି। ଯଦି ଆପଣ ଚାହୁଁଛନ୍ତି ଯେ ମୁଁ ଆପଣଙ୍କର ପ୍ରଶଂସା କରେ, ତେବେ ମୋତେ କୁହନ୍ତୁ ଆପଣ ସମାଜ ପାଇଁ କଣ କରିଛନ୍ତି? ରାଜାଙ୍କ ମୁହଁରେ ଗର୍ବ ବଦଳରେ ଲଜ୍ଜା ଆସିଗଲା। ସେ ମୁଣ୍ଡ ନୁଆଇଁ ଧୀରେ କହିଲେ, ବାବା ସାହେବ, ମୁଁ ଆପଣଙ୍କଠାରୁ ଏହା ଆଶା କରିନଥିଲି। ବାବା ସାହେବ ପୁଣି କହିଲେ ଯେ ଜଣେ ପ୍ରକୃତ ରାଜା କେବେ ହେଲେ ନିଜ ପାଇଁ ମହଲ ନିର୍ମାଣ କରନ୍ତି ନାହିଁ, ବରଂ ତାଙ୍କ ପ୍ରଜାଙ୍କ ପାଇଁ ନ୍ୟାୟ ଏବଂ ସମାନତାର ମହଲ ନିର୍ମାଣ କରନ୍ତି। ସେହି ଦିନ ବାବା ସାହେବ ରାଜାଙ୍କୁ ଶିକ୍ଷା ଦେଇଥିଲେ ଯେ ପ୍ରକୃତ ସମ୍ମାନ କୋଠାରୁ ନୁହେଁ, ବରଂ ମଣିଷର ମଙ୍ଗଳ କାର୍ଯ୍ୟରୁ ଆସିଥାଏ।